ନମସ୍କାର ଆପଣମାନଙ୍କୁ ମୁନୁ ଓଡ଼ିଆ କିଚେନକୁ ସ୍ୱାଗତ। ଆସନ୍ତୁ ଆଜି ବନେଇବା ଅଉ ଟମାଟୋ ଖଟା। ଫାଷ୍ଟ ମୁଁ ଏଠି ଅଉକୁ ସିଝେଇକି ଛେଚି ନେଇଛି, ଟମାଟୋ କାଟି ନେଇଛି, ସୋରିଷ ବଟା, ଗୁଡ଼, ମୁଁ ଏଠି ଗୁଡ଼ ନେଇଛି, ଆପଣ ଚାହିଁଲେ ଚିନି ମଧ୍ୟ ନେଇପାରିବେ। ତ ଫାଷ୍ଟ ତେଲ ଦେଇଦେବା। ତେଲ ଗରମ ହୋଇସାରିଲା ପରେ 1 ଚାମଚ ପଞ୍ଚଫୁଟଣ, 2ଟା ଶୁଖିଲା ଲଙ୍କା, କିଛି ଭୃଷଙ୍ଗ ପତ୍ରକୁ କିଛି ସମୟ ଭାଜିବା। ତାପରେ ଦେଇଦେବା ଅଦା କଞ୍ଚା ଲଙ୍କା ଛେଚା, ଅଦା କଞ୍ଚା ଲଙ୍କା ଛେଚାକୁ ବି ଟିକେ ସମୟ ଭାଜିବା। ତ ଅଦା କଞ୍ଚା ଲଙ୍କା ଭାଜି ହେଇସାରିଲା ପରେ ସେଥିରେ ଦେଇଦେବା ପାଣି, ତ ହଳଦୀ ପାଉଡ଼ର, ଲଙ୍କା ପାଉଡ଼ର, କାଟି ରଖିଥିବା ଟମାଟୋକୁ ଦେଇଦେବା। ତାପରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ଏବେ ଟମାଟୋକୁ ସିଝିବାକୁ ଛାଡ଼ିଦେବା। ଏବେ ଗୁଡ଼ ଦେବାନି, ଗୁଡ଼ ଦେଲେ ଟମାଟୋ ସିଝିବନି, ଟମାଟୋ ସିଝି ସାରିଲେ ଗୁଡ଼ ଦେବା। ତ ଏଠି ଟମାଟୋ ସିଝି ସାରିଲାଣି, ଦେଇଦେବା ଗୁଡ଼, 2 ଚାମଚ ସୋରିଷ ବଟା, ତାପରେ ଟିକେ 2ରୁ 3 ମିନିଟ୍ କଷିବା। ଗୁଡ଼ ମେଲ୍ଟ ହେଇସାରିଲା ପରେ ସେଥିରେ ଦେଇଦେବା ସିଝେଇକି ରଖିଥିବା ଅଉ ଦେଇ ସାରିଲା ପରେ 2ରୁ 4 ମିନିଟ୍ ଏମିତି ଫୁଟିବା ଲାଗି ଛାଡ଼ିଦେବା। ତ ଏଠି ଆମର ଅଉ ଟମାଟୋ ଖଟା ବନିକି ରେଡ଼ି ହେଇଗଲା। ନିଶ୍ଚୟ ଥରେ ଘରେ ତିଆରି କରନ୍ତୁ, ବହୁତ ଟେଷ୍ଟି। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।